ସାର୍ ନମସ୍କାର ସାର୍ ମୁଁ ଓଡ଼ିଶା ଭାସ୍କରରୁ ଦେବାଶିଷ କହୁଥିଲି। ଆଜ୍ଞା ଆଜ୍ଞା କିନ୍ନର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୋଲିସ ତାକୁ ଏନକାଉଣ୍ଟର କରି ସାର୍ ସମ୍ପୂର୍ଣ୍ଣ ଘଟଣା କ'ଣ ସାର୍ ଟିକେ? ଆଜି ଆମେ ଖବର ପାଇଲୁ କି ସେ ପିଲାଟି ଗୋଟେ ମୋଟର ସାଇକେଲ ଆସୁଥିଲା ପୁରୀ ଯିବ ବୋଲି ଖବର ଥିଲା। ଆଜ୍ଞା ତାପରେ ରାସ୍ତାରେ ତାକୁ ଚେକ୍ କରୁଥିଲୁ। ଆଜ୍ଞା ଚେକ୍ କଲା ପରେ ତାକୁ ଆମ ପୋଲିସ ଗାଡ଼ି ଦେଖିକି ସେ ଭିତରକୁ ପଶିଗଲା, ଗୋଟେ ରୋଡ ଭିତରକୁ ପଶିଗଲା ଏବଂ ତାକୁ ତା ଗାଡ଼ିଟା ପଡ଼ିଗଲା, ସେ ପଡ଼ିଗଲା ଏବଂ ଉଠିକିରି ତାକୁ ଆମେ ଅଟକେଇଲା ବେଳକୁ ସେ ଆମକୁ ଫାୟାରିଂ କଲା, ଆମ ଉପରକୁ ଫାୟାରିଂ କଲା। ଆଜ୍ଞା ତ ତାକୁ ଏବେ ମାନେ ଭଗବାନଙ୍କ ଦୟାରୁ ଆମ ଦେହରେ ଗୁଳି ବାଜିଲାନି। ଆଜ୍ଞା ଆମେ ତାକୁ ବହୁତ ଚେଷ୍ଟା ଆଜ୍ଞା ବାଜିଲା ଏବଂ ସେ ଆହତ ହେଇଛି, ମେଡିକାଲ ନେଇକି ଯାଉ। ସାର୍ ଯେ ଆପଣ ଯୋଉ ଅଭିଯୁକ୍ତ ନାଁ ସାର୍ ଅଭିଯୁକ୍ତ ନାଁ କ'ଣ ଆଉ ତାକୁ କୋଉଠି ସାର୍ ଆପଣ ଏନକାଉଣ୍ଟର କଲେ? ଅଭିଯୁକ୍ତ ନାଁ କ୍ରିଷ୍ଣା କାଣ୍ଡି, ଘର କୋଣାର୍କ ଅଞ୍ଚଳରେ। ଆଜ୍ଞା ଆଉ ଏଇଟା ହଉଛି ଆମର ପୁରୀ ଭୁବନେଶ୍ୱର ପୁରୀ NH 316 ଯୋଉ ଅଛି, ଆଜ୍ଞା ପିପିଲି ବାଇପାସ୍ ପାଖରେ ଯୋଉ ନାଇରା ପେଟ୍ରୋଲ ପମ୍ପ ଅଛି, ଜଷ୍ଟ ଟିକେ ଆଗକୁ 100 ମିଟର ଖଣ୍ଡେ ଆଗକୁ ବାମ ପଟେ। ସାର୍ ଏଇ ଯୋଉ ମିଶନରେ କେବଳ ପିପିଲି ଥାନା ପୋଲିସ ଇନଭଲ୍ଭ ଥିଲେ ନା ଆଉ କିଏ କିଏ ଅଛନ୍ତି ସାର୍ ଏଇ ମିଶନରେ? ପିପିଲି ପୋଲିସ ଇନଭଲ୍ଭ ଥିଲା। ଆଚ୍ଛା ସାର୍ ଆଉ ଘଟଣାସ୍ଥଳରୁ କ'ଣ କ'ଣ ଜବତ କରିଛି ପୋଲିସ? ଗୋଟେ ବାଇକ୍ ଜବତ ହେଇଛି, ଗୋଟେ ଇଲିଗାଲ ଆର୍ମ ଜବତ ହେଇଛି। ଆଜ୍ଞା ସାର୍ ଏଇ ଯୋଉ କ୍ରିଷ୍ଣା କାଣ୍ଡି କହୁଛନ୍ତି, ଏ କ୍ରିଷ୍ଣା କାଣ୍ଡି ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ଅଛି କି ଥାନାରେ? ଆଜ୍ଞା ଆଜ୍ଞା ତା ନାଁରେ ଚୋରି, ରାହାଜାନୀ ସବୁ ପ୍ରକାର କେସ୍ ଅଛି। ଇଏ ଜଣେ ପେଶାଗତ ଅପରାଧୀ? ବିଭିନ୍ନ ଥାନାରେ ପେଶାଗତ ଅପରାଧୀ। ସାର୍ ଇଏ ଆପଣ କେମିତି ଖବର ପାଇଲେ ଯେ ଏଇ ଲୋକଟି ହିଁ ଯୋଉ ଅଭିଯୁକ୍ତ ନାଁ ଆସୁଛି ଯେ ଅଞ୍ଜଳି କିନ୍ନରକୁ ହତ୍ୟା କରିଛନ୍ତି ବୋଲି? ସାର୍ କିଛି ସେଇଟା ଏବେ ମୁଁ ଆପଣଙ୍କୁ କହିପାରିବିନି, ସେଇଟା ଆମ ଇନଭେଷ୍ଟିଗେସନରେ ଆସୁଛି, ସେଇଟା ଏବେ ମୁଁ ଆପଣଙ୍କୁ କହିପାରିବିନି। ଆଜ୍ଞା ସାର୍ ଧନ୍ୟବାଦ ସାର୍।